ତାଙ୍କର ବକ୍ତବ୍ୟ ପ୍ରଦାନ କରିବା ପାଇଁ। ଆଜି ମହାନ ପବିତ୍ର ଦିବସ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଗଠନର 77ତମ ଉତ୍ସବରେ ଆଜି କଲିକତାଠାରେ ପ୍ରବାସୀ ଓଡ଼ିଆ ଭାଇମାନଙ୍କର ମିଳିତ ମଞ୍ଚର ସଭାପତି ଏବଂ ଉପସ୍ଥିତ ଥିବା ଶ୍ରୀମତୀ ପାଞ୍ଜା ଶ୍ରୀମତୀ ଦେବୀ ଏବଂ ଉପସ୍ଥିତ ସମସ୍ତ ମଞ୍ଚସ୍ଥ ଉଚ୍ଚପଦସ୍ଥ ପ୍ରତିନିଧିବୃନ୍ଦ ଅତିଥିବୃନ୍ଦ ଆଜି ଉପସ୍ଥିତ ଥିବା ପ୍ରବାସୀ ଓଡ଼ିଆଭାଷୀ ଭଉଣୀ ଭାଇମାନେ ମୁଁ ଏ ସମସ୍ତଙ୍କୁ ଆଜି ପ୍ରଣତି ଜଣାଇକରି ମୋର ବକ୍ତବ୍ୟ ଏ ପ୍ରବାସୀ ଓଡ଼ିଆଭାଷୀ ଓଡ଼ିଶାବାସୀ ମୁଁ ଆଜି ଆପଣଙ୍କୁ ମନେ ପକାଇବାକୁ ଚାହେଁ ଗୋଟେ ସମୟ ଥିଲା ଭାରତ ବର୍ଷରେ ଓଡ଼ିଶା ଯାହାକୁ କଳିଙ୍ଗ ରାଜ୍ୟ ବୋଲି କୁହାଯାଉଥିଲା। ଏହି କଳିଙ୍ଗର ଯୁବକ ସେଦିନ ଚଣ୍ଡାଶୋକକୁ ଧର୍ମାଶୋକରେ ପରିଣତ କରିଥିଲେ। ଦୟା ନଦୀ ରକ୍ତ ନଦୀରେ ଭାସି ଯାଇଥିଲା। ଜଣେ କାହା ମନରେ ଦୁଃଖ ନଥିଲା। ଜାତି ପାଇଁ ମାତୃ ପାଇଁକି ଜୀବନ ଉତ୍ସର୍ଗ କରିଥିଲେ। ସେ ଯେଉଁ କଳିଙ୍ଗର ସନ୍ତାନ ତାଙ୍କରି ଦାୟତ ଆପଣ ମାନିଲା। ପରବର୍ତ୍ତୀ ଅବସ୍ଥାରେ ଏହି କଳିଙ୍ଗ ଭୂମିରେ ଜନ୍ମଗ୍ରହଣ କରିଥିଲେ ଖାରବେଳ ସମଗ୍ର ଭାରତ ବର୍ଷରେ ଓଡ଼ିଶା କଳିଙ୍ଗର ପୁଅର ମାନ ସମ୍ମାନ ପାଇଁକି ସମଗ୍ର ଦେଶରେ ବୁଲିଥିଲେ ଏବଂ ସେଦିନର ଆଲେକ୍ଜାଣ୍ଡାରଙ୍କର ସେନାପତି ଶିଳାସ୍କଙ୍କୁ ଭାରତ ବର୍ଷରୁ ବିଦା କରିଦେଇକରି ଭାରତ ବର୍ଷର ମର୍ଯ୍ୟାଦା ରଖିଥିଲେ। ସେ ହେଉଛନ୍ତି ଏ କଳିଙ୍ଗର ସନ୍ତାନ ଖାରବେଳ। ଆପଣମାନେ ତାଙ୍କରି ଦାୟତ। ଏ ଓଡ଼ିଶା କଳିଙ୍ଗ ରାଜ୍ୟ ଗୋଟେ ସମୟରେ ଗୋଦାବରୀ ଠାରୁ ଗଙ୍ଗା ପର୍ଯ୍ୟନ୍ତ ବ୍ୟାପିଥିଲା। ମର୍ଯ୍ୟାଦା ଅତ୍ୟନ୍ତ ଉଚ୍ଚମାନର ଓଡ଼ିଶାର ସଂସ୍କୃତି ଭାଷା ଚଳଣି ଚରିତ୍ର ଏକ ଉନ୍ନତ ମାନର ସମୟ ଆସିଲା 1568 ମସିହାରେ ଓଡ଼ିଶାର ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିଲା। ନବାବଙ୍କର ଭଦ୍ରଖର ଟିକିରା ଗୋହରିଠାରେ ଯେଉଁ ପରାଜୟ ହୋଇଥିଲା ମୁକୁନ୍ଦଦେବଙ୍କର ପ୍ରାଣ ହରିଥିଲେ ସେହି ଦିନଠାରୁ ଓଡ଼ିଶାର ମର୍ଯ୍ୟାଦାର କ୍ଷୟ ଘଟିଥିଲା। ପରବର୍ତ୍ତୀ ଅବସ୍ଥାରେ ଭାରତବର୍ଷକୁ ମୋଗଲମାନେ ଦଖଲ କଲା ପରେ ଓଡ଼ିଶାକୁ ଦଖଲ କରିଥିଲେ ଏବଂ ଓଡ଼ିଶାରେ ମଧ୍ୟ ମହାରାଷ୍ଟ୍ରର ପ୍ରଶାନ୍ତ ପରିବାର କିଛି ଦିନ ଶାସନ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ବ୍ରିଟିଶର ସର୍ବଶେଷରେ ଓଡ଼ିଶାକୁ ଦଖଲ କରିଥିଲେ 1803 ମସିହା ଏବଂ ସେହିଦିନ ଠାରୁ ଓଡ଼ିଶାର ଯେଉଁ ଅବକ୍ଷୟ ଘଟିଥିଲା ବ୍ରିଟିଶରମାନଙ୍କୁ ଯେଉଁ ପ୍ରତିରୋଧ କରିଥିଲେ ସେଦିନ ଓଡ଼ିଶାର ବୀରପୁଙ୍ଗବ ଜୟୀରାଜଗୁରୁ ଦକ୍ଷୀ ଜଗବନ୍ଧୁ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା ଭାରତବର୍ଷରେ ଓଡ଼ିଶାରେ। ସେହି ଦିନ ପରଠାରୁ ଓଡ଼ିଶାକୁ ପ୍ରତିଶୋଧ ନେବା ପାଇଁ ବ୍ରିଟିଶରମାନେ ଓଡ଼ିଶାକୁ 4 ଭାଗରେ ପରିଣତ କରିକିରି ଗଞ୍ଜାମ କୋରାପୁଟ ଅଞ୍ଚଳକୁ ରଖିଥିଲେ ନେଇକରି ମାଡ୍ରାସ ରାଜ୍ୟରେ ଓଡ଼ିଶାର ଉପକୂଳ ଅଞ୍ଚଳକୁ ବଙ୍ଗଳା ବିହାରରେ ଓଡ଼ିଶାର ସମ୍ବଲପୁର ଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ଅଞ୍ଚଳକୁ କେନ୍ଦ୍ର ଶାସିତ ଅଞ୍ଚଳରେ ରଖିକରି ଓଡ଼ିଶା ଭାଷା ସଂସ୍କୃତିକୁ ସାକ୍ଷାତ କରିଥିଲେ। ବ୍ରିଟିଶରମାନେ ସହିପାରିନଥିଲେ ଓଡ଼ିଶାର ମର୍ଯ୍ୟାଦାକୁ। ଏପରି ଅବସ୍ଥା ହେଲା ଓଡ଼ିଶାର ଓଡ଼ିଆ ଭାଷାର ପ୍ରତି ଆଘାତ ଆସିଥିଲା। ଏ ବୀର ସନ୍ତାନ ସମ୍ମାନ ସମ୍ପନ୍ନ ଓଡ଼ିଶାବାସୀଙ୍କ ଭିତରେ ପୁଣି ଜନ୍ମ ହେଲେ ମଣିଷ ପରି ମଣିଷ। ସେ ମଣିଷ ପରି ମଣିଷ ହେଉଛନ୍ତି ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, କନିକାର ରଜା, ଖଲିକୋଟ ରଜା,
ପାଲାଖେମୁଣ୍ଡି ରଜା ଫକୀରମୋହନ ସେନାପତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଣି ଓଡ଼ିଆ ଭାଷାକୁ ପୁନର୍ଜୀବିତ କରିବା ପାଇଁ ଓଡ଼ିଶାକୁ ଏକତ୍ରୀକରଣ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥିଲେ 1800 ମସିହାର ଶେଷ ଭାଗରୁ ଏବଂ ଦୀର୍ଘ ଦିନ ଧରିକରି ନିର୍ଯାତ ଓଡ଼ିଆ ଜାତି ତା ଭାଷା ପାଇଁ ସଂଗ୍ରାମ କରିଥିଲା। ଭାଷା ଖାଲି ନୁହେଁ, ଭାଷାକୁ ପାଇବା ପରେ ଓଡ଼ିଶାର ଏକତ୍ରୀକରଣ ପାଇଁ ଯେଉଁ ଉଦ୍ୟମ ଏକ ବିରାଟ ସଂଗ୍ରାମ ଏବଂ ସହନଶୀଳ ସଂଗ୍ରାମ ହୋଇଥିଲା। ବ୍ରିଟିଶମାନେ ଦୀର୍ଘ ଦିନ ପରେ କମିଶନ ପରେ କମିଶନ ପରେ କମିଶନ ବସେଇ ବସେଇ ମାଙ୍କଡ଼ ପିଠା ବଣ୍ଟା କରି କେତେବେଳେ ଓଡ଼ିଶାକୁ କେଉଁଠି ରଖିବା ପାଇଁ ଉଦ୍ୟମ କଲେ, ଯାହାଫଳରେ ଓଡ଼ିଆ ଜାତି ପ୍ରତି ଏକ ଅସମ୍ମାନ ସୃଷ୍ଟି ହୋଇଥିଲା। ସୌଭାଗ୍ୟବଶତଃ ଦୀର୍ଘ 1800 ମସିହାର ଶେଷ ଭାଗଠୁ ଆରମ୍ଭ କରି 1936 ମସିହା ପର୍ଯ୍ୟନ୍ତ এই অভিশপ্ত জাতি তার সমান পাওয়া ପାଇଁ ସମ୍ଭବପର ହୋଇଥିଲା 1936 ମସିହା। ଦୁର୍ଭାଗ୍ୟ ଏ ସଂଗ୍ରାମର ଯେ ହେଉଛି ବଳିଷ୍ଠ ନେତୃତ୍ୱ ନେଇଥିବା ମଧୁସୂଦନ ଦାସ ସେ ଦେଖିପାରିଲେ ନାହିଁ ସ୍ୱତନ୍ତ୍ର ଉତ୍କଳ ରାଜ୍ୟକୁ ଦେଖିପାରିଲେ ନାହିଁ। ସେ 34 ମସିହାରେ ଦେହାନ୍ତ ହୋଇଥିଲା ତାଙ୍କର। এই ଐତିହାସିକ ଘଟଣା ଚକ୍ର ये आज निश्चित भाव में आपण मन में उज्जीवित होता सकाशे आज भलरे मंदरे दुखरे सुखरे आपण मैंने ओडावासी प्रवासी ओडिशा होते ये उत्कल दिवस को आपण एक आज गोटे महान पवित्र दिवस भाव में भाविकी ये सभागृह को आज भरपूर कर मोर भौणी भाई मैंने पुणी प्रणति जनाऊँ से ये ओडिशार संस्कृति समाज भाषा समग्र भारतवर्ष एक स्वतंत्र स्थान एवं बंगला ओडिशा भितर गोटे सामान्य आप लक्ष्य करेंगे बंगलावासी भाषा जेपरी भाव में अति कोमल भाषा ललित भाषा ओडिशार भाषा से बंगलावासी खाद्य ओडिशावासी खाद्य प्राय समान परिधान भी समान ताकर ममता स्नेह अति उच्च कोटीर सौभाग्यवशतः से सम्मान से सहानुभूति मर्यादा आज रही ओडिशार ओडिशार जो मैंने भाई अच्छा मोर भौणी श्रीमती पांजा ये अच्छा आपण समस्या को समाधान करने से बहुत कथा कही आज ओडिशा और राज्य सरकार भितर बहुत समानता रही। ये राज्य में गोटे प्रादेशिक दल सरकार थिला बेले ओडिशार प्रादेशिक दल सरकार आज प्रश्न उठुचे ये जाति ओडिया जाति ओडिया भाषा ओडिशा प्रदेश समग्र भारत वर्ष में गोटे दरिद्र राज्य रही बेले दुख जंत्रणा भितर रही आम राज्यर भाषा संस्कृति कृषि भित्तिक अर्थनीति प्रणोदित मनीष पाई कृषि नीति कृषि भित्तिक अर्थनीति होची एकमात्र उन्नत उत्स से परिवार जन्मग्रहण करछंती आपण माने प्रवासी बुढ़िया भौणी भाई मैंने जो मैंने आज एकत्रित होती आज मुझे आपको मन पकड़ चाहे समग्र भारत वर्ष में बहु घटना चक्र जो समान अर्जन करछंती किए आगु को आछंती कि से होती ओडिशावासी सुभाष बोस जड़े बंगाली परिवार जन्मग्रहण पूरा होते जन्मभूमि हूँ कटक सहर से ओडिशा जन्मग्रहण कर समग्र पृथ्वी में ना अर्जन कर सुभाष बोस ओडिशार जन्मग्रहण ये ओडिशार जन्मग्रहण करते विजु पट्टनायक से ओडिशार नुहे समग्र देश में एक समानित व्यक्ति देश नुहे देश बाहर बहु मर्यादा अर्जन कर विजु पट्टनायक इंडोनेशिया भूमिपुत्र होता बेले द्वितीय महासमर बेले सोवियत देश जाकि ब्रिटिश से जर्मान को पराहत कर सकाशे आज सोवियत देश में विजु पट्टनायक होती वीरपुत्र इतिहास लेखा वीरपुत्र भाव सम्मान
ମର୍ଯ୍ୟାଦା ଓଡ଼ିଆ ଜାତିକି ବହୁ ବାଟ ଆଗକୁ ନେଇଛି। ଏ ପ୍ରବାସୀ ଓଡ଼ିଆ ଭଉଣୀ ଭାଇମାନେ ଆପଣମାନଙ୍କର ସମସ୍ୟା ଅଛି। ବିଜୁ ପଟ୍ଟନାୟକ ଗୋଟେ କଥା କହିଥିଲେ, ପ୍ରୋବ୍ଲେମ୍ ନେଭର୍ ଏଣ୍ଡିଂ, ପ୍ରୋବ୍ଲେମ୍ କ୍ୟାରିଅନ୍। ସମସ୍ୟା ଆସିବ, ସମସ୍ୟା ଯିବ, ସମସ୍ୟା ସମାଧାନ ହେବ, ପୁଣି ସମସ୍ୟା ଆସିବ, ଆଗକୁ ଚାଲିବାକୁ ପଡ଼ିବ। ଏ ଓଡ଼ିଆ ଜାତିର ଦାୟିତ୍ୱ। ଆପଣମାନେ ଆଜି ଆସିଛନ୍ତି ଆପଣଙ୍କର ପାରିବାରିକ କର୍ମସଂସ୍ଥାନ ପାଇଁକି। ଆପଣମାନଙ୍କ ପାଇଁକି କର୍ମସଂସ୍ଥାନ ଯେତେ ସମ୍ମାନଜନକ ନୁହେଁ, ଜାତି ମାତୃଭୂମି ଭାଷା ପ୍ରତି ଯେଉଁ ମମତା ଆପଣମାନଙ୍କର ସେ ମୋତେ ଉଦ୍ବୁଦ୍ଧ କରି ଜାଣେ ଏ ଜାତି ନିରବ ଦୋଷଟା ହିଁ ନପାରେ। ଯେଉଁ ଜାତିରେ ଜନ୍ମଗ୍ରହଣ କରିଥିଲେ ମୋ ଭାଷାରେ ଖାରବେଳ, ଯେଉଁ ଜାତି ଚୈତନ୍ୟ ଦେବଙ୍କର ଭଗବତ ପ୍ରୀତିରେ ଉଦ୍ବୁଦ୍ଧ ହୋଇଥିଲେ, ସେଇ ଭଗବତ ପ୍ରୀତି ଆମକୁ ଆଜି ବହୁତ ଆଗକୁ ନେଇଛି, ବହୁତ ସମସ୍ୟାରେ। ଯେଉଁ ଓଡ଼ିଆ ଭୂଇଁରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆବିର୍ଭାବ, ସେଇ ଉତ୍କଳ ଭୂଇଁ ଯେ ସବୁବେଳେ ସମ୍ମାନିତ ରହିଛି, ରହିବ, ଏ ବିଶ୍ୱାସ ମୋର ରହିଛି। ଏଠି ମୁଁ ଜାଣେ ବହୁ ସମସ୍ୟା ରହିଛି ଆପଣମାନଙ୍କ। ସେ ସମସ୍ୟା ଭିତରେ ସବୁଠୁ ବଡ଼ ସମସ୍ୟା ହେଉଛି ମଣିଷର ବଞ୍ଚିବା ପାଇଁକି ଜ୍ଞାନ ଆହରଣ ହେଉଛି ଏକମାତ୍ର ସବୁଠୁ ବଡ଼ିକି ବଳିଷ୍ଠ ସମସ୍ୟା। ପ୍ରବାସୀ ଓଡ଼ିଶା ଭାଇ ଭଉଣୀମାନେ ଯେଉଁମାନେ ଆଜି ଅଛନ୍ତି ବଙ୍ଗଳା ରାଜ୍ୟରେ, ଯେଉଁମାନେ ଅଛନ୍ତି ଆଜି ଆନ୍ଧ୍ରପ୍ରଦେଶରେ, ଯେଉଁମାନେ ରହିଛନ୍ତି ଝାଡ଼ଖଣ୍ଡ ରାଜ୍ୟରେ, ସେଇମାନଙ୍କର ସେଦିନର ଭାଷାକୁ ବଞ୍ଚେଇ ରଖିବା ପାଇଁକି ଆପଣମାନଙ୍କର ଯେଉଁ ଉଦ୍ୟମ, ଅହର ଉଦ୍ୟମ, ମୋର ବନ୍ଧୁ ଶ୍ରୀକାନ୍ତ ବାବୁଙ୍କର ସେଥିପାଇଁ ଯେଉଁ ପ୍ରାଣମୂର୍ଚ୍ଛା ସଂକଳ୍ପବାଦ, ମୁଁ ସେଥିପାଖରେ ମୁଣ୍ଡ ନେଇଯାଉଛି। ଆମକୁ କୌଣସି ମତେ ଆମ ଭାଷାକୁ ଯିଏ ଯେଉଁଠି ଥାନ୍ତୁ ନା କାହିଁକି ଭାଷାକୁ ରକ୍ଷା କରିବ। ଆଜି ସ୍ୱତନ୍ତ୍ର ଓଡ଼ିଶା ହେଇଛି ଶବ୍ଦ, ତା ବିଖଣ୍ଡିତ ଓଡ଼ିଶାର ପୂର୍ଣ୍ଣାଙ୍ଗ ସିଂହମୁଠାରୁ ଆରମ୍ଭ କରି ବଙ୍ଗଳାର ମଦିନୀପୁର ଠାରୁ ଏବଂ ଆନ୍ଧ୍ରରେ ଥିବା ବହୁ ଅଂଶ ଆଜି ମଧ୍ୟ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶା ପ୍ରଦେଶ ସାଥିରେ ଆସିନାହାନ୍ତି। ଆମେ ଆଣିପାରିନାହୁଁ। ସଢ଼େଇ କଳା ଖରସୁଆକୁ ଆପଣମାନଙ୍କ ମନ ଭିତରେ ରହିଛି ଉତ୍କଣ୍ଠା ଆଘାତ। ଏ ଓଡ଼ିଆ ଜାତି, ଓଡ଼ିଆ ଭାଷା ଏକତ୍ରୀକରଣ ହେବା ପାଇଁକି ଯେଉଁ ଉଦ୍ୟମ ଏବେ ମଧ୍ୟ ଜାରି ରହିଛି। ତେଣୁ ଏହି ଅବସ୍ଥାରେ ମୁଁ ଅଧିକ ସମୟ ନେବିନି। ମୋର ବ୍ୟାକୁଳତା ଆପଣଙ୍କୁ ଲେଖିକିରି ସବୁ କଥା ଟିକେ ମନ କଥା ଖୋଲି କହିବା ପାଇଁ। କିନ୍ତୁ ଆଜିର ଏ ଉତ୍ସବ ହେଉଛି ଗୋଟେ ଆନନ୍ଦର ଉତ୍ସବ। ଏ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଏ ଉଦ୍ୟମରେ ବହୁ ମାନ୍ୟବର, ବହୁ ସମ୍ମାନିତ ଅତିଥି ଅଛନ୍ତି ବକ୍ତବ୍ୟ ରଖିବା ପାଇଁକି। ମୁଁ ଆଉ ଅଧିକ ନକେ ଏତିକି କହୁଛି, ହେ କଳିଙ୍ଗର ବରପୁତ୍ର, କଳିଙ୍ଗର ଦାୟକ, ଏଇ ଆପଣ ଯିଏ ଉପସ୍ଥିତ ଅଛନ୍ତି ଆଜି ଏଠି ଖାରବେଳଙ୍କର ଦାୟକ, ସେଇ ଅତୀତର ସମ୍ମାନକୁ ଫେରିବା ପାଇଁକି ଆଜିର ଯୁବଶକ୍ତି ସଂକଳ୍ପବଦ୍ଧ ହଉ, ନିଜ ଗୋଡ଼େ ଠିଆ ହେଉ, ଭାଙ୍ଗି ନ ପଡ଼ୁ, ମୁଣ୍ଡ ନ ନେଉ। ଇଏ ହେଉଛି ଓଡ଼ିଆ ଜାତିର କଳିଙ୍ଗ ଭୂଇଁର ଚରିତ୍ର। ଏଇ ଚରିତ୍ରକୁ ଆପଣ ଉଜ୍ଜଳିତ କରିବା ପାଇଁକି ପୁଣି ସେଇ ଅତୀତର ସମାନକୁ ଫେରିବା ପାଇଁକି ଉଦ୍ୟମ ରହିଛି। ଆଜିର ଆପଣମାନଙ୍କର ମୁଖ୍ୟମନ୍ତ୍ରୀ ନବୀନ ବାବୁ ମଧ୍ୟ ବ୍ୟାକୁଳତା ରହିଛି ତାଙ୍କ ମନ ଭିତରେ। ଓଡ଼ିଶା ଗୋଟିଏ ଦରିଦ୍ର ରାଜ୍ୟ ନ ରହୁ, ଓଡ଼ିଶାବାସୀ ସମଗ୍ର ଭାରତବର୍ଷରେ ସମୃଦ୍ଧ ରାଜ୍ୟ ହଉ, এই ପରିକଳ୍ପନା ତାଙ୍କର, এই ସଦିଚ୍ଛା ସ୍ୱପ୍ନ ଆପଣମାନଙ୍କର। ଆପଣ ଓଡ଼ିଶା ବାହାରେ ଥିଲେ ବି ଓଡ଼ିଶାର ସମସ୍ୟା ପ୍ରତି, ଆପଣ ଗାଁ ପ୍ରତି, ପ୍ରତି ପରିବାର ପ୍ରତି, ଚଳଣି ପ୍ରତି, ଚରିତ୍ର ପ୍ରତି ଯେଉଁ ଉଦ୍ବୁଦ୍ଧ ଆପଣମାନେ, ମୁଁ ସେଥିପାଇଁ ପୁଣି ଆପଣଙ୍କୁ ଧନ୍ୟବାଦ ଦେଉଛି, କୃତଜ୍ଞତା ଜଣାଉଛି, ପ୍ରଣତି ଜଣାଇକିରି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ। धन्यवाद योजना बोर्डर उपाध्यक्ष श्रीयुक्त सुरेंद्र कुमार नायक। बर्तमान आम ठीक 15 मिनिट भी नुहे 10 मिनिट मध्य सभा कार्य शेष करूँ।
शेष कार्यक्रम टी रही पुरस्कृत करूँ किसी मेधावी छात्र को मुझे अनुरोध करी समस्त एकाठी आसवाई मंच उपरकू एवं प्रशांत बाबू पाठ कर